श्रीमद्भागवत चतुर्थस्कन्ध सप्तविंशोऽध्याय। नारद उवाच कहन्ति ब्रह्माङ्गनन्दन तनुते सेजे पुरञ्जन ଅନେକ ମତେ ପ୍ରବୋଧିଲା ରାଣୀଙ୍କ ମାନ ଦୂର କଲା ପ୍ରସନ୍ନ ବଦନେ ସୁନ୍ଦରୀ ସ୍ନାନ ମାର୍ଜନା ବେଗେ ସାରି କୁଙ୍କୁମ କସ୍ତୁରୀ ଲଗାଇ ସୁବାସ ବନ୍ଦେ ମନ ମୋହି ସୁଗନ୍ଧ ପୁଷ୍ପମାଳା ଦେଇ କବରୀ କାନ୍ଦିଲା ସଜାଇ ଖଞ୍ଜିଲା ନାନା ଅଳଙ୍କାର ମୁକୁରେ ନିରେଖି ଶରୀର ଭୋଜନ ସାରି ଷଡ଼ରସେ ତତ୍ମୂଳ ହୁଞ୍ଜିଲା ହରସେ ଦ୍ରୌପଦୀ ସମୀପେ ମଳିଲା ହସ୍ତି ପଲ୍ଲଙ୍କେ ବିଜେ କଲା ଶୋକମା ବିକାରେ ରାଜନ ରାଣୀଙ୍କି କଲା ଆଲିଙ୍ଗନ ବିବିଧ ଶୋକମ ବିକାର ହାସ୍ୟ କଟାକ୍ଷ ମନୋହର ଏମନ୍ତ ସଙ୍ଗତରି ରଙ୍ଗେ ସେ ରାଜା ପୁରୁଞ୍ଜନ ସଙ୍ଗେ ରାତ୍ର ଦିବସ ନ ଜାଣିଲେ ଅଜ୍ଞାନ ମୋହେ ନିର୍ମଜିଲେ ସେ କାମ ଭୋଗରେ ନୃପତି ଫୁଟିଣ ଶାସ୍ତ୍ର ହେଲା ଅତି ଉତ୍ପାଦି କରି ପତ୍ନୀକର ସୁଖେ ଶୋଇଲେ ନୃପବର ପଲ୍ଲଙ୍କେ ବହୁ ନିଦ୍ରା ଗଲା ସେ କାଳ ଗତି ନ ଜାଣିଲା ଅଜ୍ଞାନୀ ପତ୍ନୀ ବି ସେ ଭକ୍ତ ନ ଦେଲା ଜ୍ଞାନ ମାର୍ଗେ ଚିତ ନବୀନ ବୟସ ରାଜନ ନାସିଲା ଏ ନାରୀ ଭୋଗେଣ କ୍ଷଣକ ପ୍ରାୟତା ଜାଣିଲା ଏ ଯୁବା କାଳେ ନିସାରିଲା ଭୋଗାନ୍ତେ ରୂପଞ୍ଜନ ଠାରେ ଜନ୍ମିଲେ କନ୍ୟା ଯେ କୁମରେ ଦଶ ଉତ୍ତର କନ୍ୟା ସତ ସୁକନ୍ୟା ଶୁଣ ଶିଳେ ଜାତ 11 ଶତ ଯେ କୁମର ଜନ୍ମ ଲଭିଲେ ଆଦ୍ୟତାର ସେ କନ୍ୟା ପୁତ୍ରେ ବିଭା ଦେଇ ସତ୍ୱରେ ଗଲେ ନୃପ ସାଇଁ ବିଷୟ ବନ୍ଦେ ନିର୍ମଜିଲା ଅର୍ଦ୍ଧ ଆୟୁ ସେ ତାର ଗଲା ପୁତ୍ର କନ୍ୟାଙ୍କ ସଖା ଶହେ ଜଞ୍ଜାଳ ବଣ୍ଟାନ୍ତି ସେ ରାଏ ଜଞ୍ଜାଳ ବଢାନ୍ତି ସେ ରାଏ ଏ ସର୍ବ ରାଜନ ଭଣ୍ଡାର ଲୁଟିଣ ଗଲେ ସେ ବ୍ୟବହାର ବିଷୟେ ମମତା ବଢାଇ ବନ୍ଦୀ ହୋଇଲା ନୃପ ସାଇ ତଦନ୍ତେ ଘୋର ଯଜ୍ଞ କଲା ଅନେକ ପଶୁବଧ କଲା ଦେବତା ପିତୃଭୃତପତି ସେ ଯଜ୍ଞେ ବୁଝିଲେ ନୃପତି ସେ ରୂପେ ତୁମ୍ଭେ ହେ ରାଜନ କରିଛି ଘୋର ଯଜ୍ଞ ମାନ ସେ ରୂପେ ପୁରଞ୍ଜନ ରାଏ ଅନେକ ପଶୁ କଲା କ୍ଷୟେ ବିଷୟେ ଜଡ଼ରେ ଉନ୍ମତ୍ତ କୁଟୁମ୍ବେ ବନ୍ଦ କଲା ଚିତ ତଦନ୍ତେ ଉପଜିଲା କାଳ ଯେ ହରେ ପ୍ରାଣୀ ଆୟୁ ବଳ ତାହାର ନାମ ଚଣ୍ଡବେଗ ଗନ୍ଧର୍ବ ରାଜ୍ୟ କରେ ଭୋଗ ଗନ୍ଧର୍ବ ମାନଙ୍କର ପତି ଅତି ପ୍ରଚଣ୍ଡ ତାର ଗତି ତ୍ରିଶତି ଶତତା ପ୍ରମାଣ ଗନ୍ଧର୍ବ ଅତି ବଳବାନ ମିଥୁନ ଭାବେ କରି ସ୍ତୁତି ଏତେ ଗନ୍ଧର୍ବେ ତହିଁ ସ୍ଥିତି ଗନ୍ଧର୍ବେ ପ୍ରବଳ କେ କୃଷ୍ଣ କେ ଅପା ଶୁକଳ ସେ ସର୍ବ ଚଣ୍ଡବେଗଙ୍କର ଅଟନ୍ତି ତାଙ୍କ ଅନୁଚର ସେ ଚଣ୍ଡ ବେଗ ଆଜ୍ଞା ପାଇ ବେଢିଲେ ରାଜପୁର ଯାଇ ସେ ପୁରଞ୍ଜନ ଦିବ୍ୟ ପୁରୀ ଗନ୍ଧର୍ବେ କେବେ ଲୁଟି କରି ସେ ନଗ୍ରେ ସେନାପତି ଏକ ରକ୍ଷଣେ ଥିଲା ଯେ ଅଧିକ ତାହାର ନାମ ପ୍ରଜାପର ସେ ବେଗେ ମିଳିଲା ଆଗର ତାହାଙ୍କୁ ମାରି ଘଉଡ଼ିଲା ଅନେକ ଘୋର ଯୁଦ୍ଧ କଲା ସେ ସତ ସମସ୍ତର ନିତ୍ୟେ ରୁଚିଲା ଗନ୍ଧର୍ବ ସଂଗତ
ଯେତେ ଗନ୍ଧର୍ବ ଅତି ବଳବାନ, ତାହାଙ୍କୁ ମାରି କଲେ ଛିନ୍ନ। ସେ ପୁରବାସୀ ଯେତେ ଥିଲେ, ସେ ସର୍ବ ଆକୁଳେ ଶୋଚିଲେ। ଆନେ ଯେ ନ ପାରନ୍ତି ଯାଇ, ଦୁଃଖେ ରୋଦନ୍ତି ମୁଖ ପାଇ। ଯେ ପୁରେ ନୃପପୁରଞ୍ଜନ, ସଙ୍କତେ ଘେନି ପରିଜନ। ପଞ୍ଚାଳ ଦେଶେ ନାନା ଶୋକ, ଯେଣୁ ଭୁଞ୍ଜିଲା ଅବିବେକ। ପତ୍ନୀ ବେଗେ ତା ଦିନ ଗଲା, ଅଳପ ମୁଖେ ନିର୍ବୁଜିଲା। ନ କଲା ସେ ଭୟେ ବିଚାର, ଏଣୁ ହୋଇଲା ଦୁଃଖ ଘୋର। ପ୍ରାଚୀନ ଅଗ୍ରତେ ନାରଦ, କହିଲେ ସୁଧର ସମ୍ବାଦ। କାଳର କନ୍ୟା ଏକ ଥିଲା, ତାହାକୁ କେହି ନ ବରିଲା। ଏ ତିନି ଲୋକେ ଯେ ଭ୍ରମହି, ତାଠାରେ କେହି ବିଭା ନୋହି। ସେ ଯାରେ ବର ଇଚ୍ଛା କରେ, ସେ ଦେଖି କମ୍ପେ ଥରହରେ। ସେ ସର୍ବ ଅଭାଗ୍ୟର ଧାମ, ଦୁର୍ଭାଗୀ ଏଣୁ କରି ନାମ। ସେ କନ୍ୟା ପୂର୍ବେ ଏକ କାଳେ, ଯଯାତି ବିଭା ହେଲା ବେଳେ। ତାଠାରେ ଭୟ ଭୋଗ ସାରି, ପୁତ୍ରଙ୍କୁ ବରେ ଇଚ୍ଛା କରି। ତାହାଙ୍କୁ ଯଯାତି ରାଜନ, ପୁତ୍ରଙ୍କୁ କଲେ ସମର୍ପଣ। ତା ଜ୍ୟେଷ୍ଠ ଯେତେକ କୁମାର, କେହି ନ କଲେ ଅଙ୍ଗୀକାର। କନିଷ୍ଠ ପୁତ୍ର ପୁରୁ ଥିଲା, ସେ ପିତା ଆଜ୍ଞାରେ ବରିଲା। ହେମନ୍ତେ ସେ କାଳ ଦୁହିତି, ସେ ବରେ ନୁହେଁ ଦୃଷ୍ଟମତି। କାମ ଭୋଗେଣ ବଳହାରି, ତଦନ୍ତେ ସଂସାରେ ବିହାରି। ମନୁତେ ବ୍ରହ୍ମାଲୋକ ଠାରୁ, ଏ ମହି ଭ୍ରମ ଏହି ଇଚ୍ଛାରୁ। ଆସନେ କୃଷ୍ଣ ରସେ ରସି, ସେ ମୋତେ ଭେଟିଲେ ଦୁର୍ଦ୍ଦଶୀ। ବୋଇଲା ଶୁଣ ମୁନିବର, ମୋ କାମ ଦୁଃଖ ପରିହର। ସତ୍ୟତ୍ୱ ପଣ ମୋର ଜାଣ, ତଥାପି କରିଲା ଭ୍ରମେଣ। ହେ ମୁନି ଶ୍ରେଷ୍ଠ ଯେତେ ସ୍ୱର, ତୋ ତୁଲେ ଗୃହ ଧର୍ମ କର। ତୁମ୍ଭେ ମୋହର ନିଜ ପତି, ଏଣୁ ଅଇଲି ତୁମ୍ଭ ଗତି। ପୁରୁଷ ସ୍ୱଧର୍ମଟି ଏହି, ପ୍ରାପତ ଧନ ନ ତେଜଇ। ଯାଚକ ଧନ ପ୍ରତ୍ୟଜିଲେ, ସେ ସୁଖ ନ ଲଭନ୍ତି ଭଲେ। ହେମନ୍ତ ବାକ୍ୟ ତାର ଶୁଣି, ଆମ୍ଭେ ପ୍ରକୋପେ ତାକୁ ଭଳେ। କହିଲୁ ତୁ ନିଶ୍ଚେ ଯୁବତୀ, ପ୍ରମାଦ କୂଳେ ନୋହୁ ସତୀ। କୁଳ ଦୂଷଣ କର୍ମ ତୋର, ନ ମରି ଧରିଛୁ ଶରୀର। ପାତ୍ର ଅପାତ୍ର ତୁ ନ ଜାଣୁ, ଦୂଷଣ କଥା ମୁଖେ ଭଣୁ। ଶୁଣ ତୁ ପାମରୀ ଅଜ୍ଞାନୀ, ଆମ୍ଭେ ଯେ ମହାମୁନି। ଗୃହସ୍ଥ ଧର୍ମ ଆମ୍ଭ ନାହିଁ, ତୋର ବରଣେ ଇଚ୍ଛା କାହିଁ। ତୋହର ବରେ ଯେବେ ଇଚ୍ଛା, କହିବା ପୂରିବ ତୋ ବାଞ୍ଛା। ଯବନ ମାନଙ୍କ ଈଶ୍ୱର, ତୁ ଯାହା ବେଗେ ତାଙ୍କୁ ବର। ଏ ତୋର ଯେତେ କାମ ଇଚ୍ଛା, ସେ ତୋର କୋପେ ସାପ ଭଣି। ବୋଇଲା ଶୁଣ ମୁନିବର, ମୋ ପ୍ରତି ଆଶା କଲୁ ଦୂର। ତୁ ଏକ ଠାବେ ନ ରହିବୁ, ଜୀବନେ ଯେ କାଳ ଥିବୁ। ବ୍ରହ୍ମାଣ୍ଡ ମଧ୍ୟସ୍ଥାନ ଯେତେ, ଭ୍ରମଣ କରୁଥିବୁ ନିତ୍ୟେ। କହି ତୁ ନ ଲଭିବୁ ମୁଖ, ଇତ୍ୟାଦି ଭୋଗ ତୁ ବିମୁଖ। ଏ ଘୋର ଶାପ ମୋତେ ଦେଇ, ବରିଲା ଭୟେ ପତି ଯାଇ। ଓ ଦେବ ଯବନ ଈଶ୍ୱର, ତୁ ବୀର ବଳେ ବଳିୟାର। ଏଣୁ ବଳିଲୁ ମୁହିଁ ତୋତେ, ମୋର ବିନୟ ଘେନ ଚିତ୍ତେ। ତୁମ୍ଭକୁ ଯେବା ମତେ ଯାହା, ବିନାଶ ନୋହେ କାମ ତାହା। ଶୁଣ ଯବନ ଅଧିପତି, ଏବେ ଲୋକ ଶିଶୁମତି। ଯେ ଲୋକ ଶାସ୍ତ୍ରରେ ଉଚିତ, ଦ୍ରବ୍ୟ ହୋଇଛି ଉପଭୋଗ। ଯାଚକ ଜଣେ ତା ନ ଦେଇ, ଅଥବା ଦେଲେ ନ ଘେନଇ। ଏବେନି ଶିଶୁ ସଙ୍ଗେ ସରି, ଏଣୁ ତାହାଙ୍କୁ ମୁଁ ନ ବରି। ତୁମ୍ଭେ ଦୟାଳୁ ସୁରବନ୍ତ, ଯବନ ମାନଙ୍କ ସମାନ୍ତ। କୁକାମେ ତୁମ୍ଭକୁ ଭଜିଲି, ଲଜ୍ଜା ସଙ୍କୋଚ
ଉପେଖିଲି। ମୋ ସଙ୍ଗେ କର ବୈଭୋଗ ହରଦୁର୍ଜୟ କାମ ରୋଗ। ପୁରୁଷ ସ୍ୱଧର୍ମଟି ଏହି ଜୀବନକୁ ଉଦ୍ଧାରଇ। ମୁଁ ଜନ୍ମ କାଳୁ କାମ ଦୁଃଖେ ତୁମତେ ନ ତେଜ ବିମୁଖେ। କାର୍ପଣ ବାକ୍ୟ ଶୁଣି ଯବନେଶ୍ୱର ମନେ ଗୁଣି। ଦେବଙ୍କ ଗୁପ୍ତ ଯେ ମରଣ ଏହା ସାଧିବି ନିଶ୍ଚେ ଜାଣ। ହେମନ୍ତ ମନେ ବିଚାରିଲା କନ୍ୟାକୁ ପ୍ରତିବାକ୍ୟ ଦେଲା। ଶୁଣ ହେ କାଳର ଦୁହିତା ତୋ ମନେ ବରୁଅଛୁ ପତି। ଏକାକୀ ବୋଲି ଭୟ ଯେବେ ମୋ ସେବା ଅଙ୍ଗେ ନିଅ ତେବେ। ଏମନ୍ତେ ପ୍ରଜାଙ୍କୁ ବିନାଶ ଏମନ୍ତେ ହୁଅନ୍ତି ତୋର ଦାସ। ମୋହର ଭାଇ ଯେ ପର୍ଜ୍ଜର ତୁ ଭଗ୍ନୀ ହେବୁ ଯେ ମୋହର। ଏକତେ ଭାଇ ଭଗ୍ନୀ ଥିବ ମୋ ସୈନ୍ୟଗଣ ସଙ୍ଗେ ନେବ। ଲୋକେ ତୋ ଗଣି ନ ଜାଣିବେ ଚାରି ଦିଗରେ ଭ୍ରମୁଥିବେ। ଜୀବନ ଭୋଗ ଅନୁସାରେ ପଡ଼ିବେ ଲୋଭାଦି ଧୀରେ। ହେମନ୍ତେ ଶିକ୍ଷା ତାଙ୍କୁ ଦେଇ ଅଗ୍ରେ ପେଷିଲା ଭଗ୍ନୀ ଭାଇ। ଚତୁର୍ଥ ସ୍କନ୍ଧେ ଭାଗବତ ନାରଦ ପ୍ରାଚୀନ ଉକ୍ତ। ଏ ପୁରଞ୍ଜନ ଆଖ୍ୟାନ ଭଣଇ ଜଗନ୍ନାଥ ହୀନ। ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ୍ୟ ସଂହିତାୟାଂ ବୈୟାସିକ ଚତୁର୍ଥ ସ୍କନ୍ଧେ ପରଂଜନ ଉପାଖ୍ୟାନେ ନାମ ସପ୍ତବିଂଶୋऽଧ୍ୟାୟः।